ପିଲାମାନେ ଆଜି ଆମେ ଆମ ଦଶମ କ୍ଲାସ୍ ହିଷ୍ଟ୍ରିର ଓଡ଼ିଆ ଜାତୀୟତାର ବିକାଶର ଅଭ୍ୟାସ ପ୍ରଶ୍ନପତ୍ର କରିବା। ବୁଝିଲା? ତାହେଲେ 1 ନମ୍ବର ପିଲାମାନେ ଆମର ଲଙ୍ଗ୍ କୋଶ୍ଚିନ୍ ବୁଝିହେଉଛି ତ? ହେଲା ଆମର 5-6 ଧାଡ଼ି ଭିତରେ ଆକୁ ଲେଖିବା। ତାହେଲେ କରେ ପଚାରିଛି ଆମକୁ 19 ଶତାବ୍ଦୀରେ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଓ ତାର ଫଳାଫଳ ଆଲୋଚନା କର। ତାହେଲେ ପିଲାମାନେ 19 ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଇଂରେଜ ସରକାରଙ୍କ ମନୋଭାବ ପରିବର୍ତ୍ତନ ହେବା ଫଳରେ ଓଡ଼ିଶାର ଇଂରାଜୀ ଶିକ୍ଷାର ପ୍ରସାର ଘଟିଲା। 1823ରେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେଲା ଓ 1841 ସରକାର ଏହାର ପରିଚାଳନା ଭାର ହାତକୁ ନେଲେ। ହେଲା 1854 ମସିହାରେ ଚାର୍ଲସ ଲର୍ଡଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଓ 1857 ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହୋଇଥିଲା। ହେଲା 1858 ମସିହାରେ ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଲେଖାଏଁ ଜିଲ୍ଲା ସ୍କୁଲ ସମେତ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଏହିପରି ମୋଟ 33ଟି ବିଦ୍ୟାଳୟ ସ୍ଥାପିତ ହେଲା। ତାହେଲେ ପିଲାମାନେ ଇଂରେଜ ସରକାରଙ୍କ ମନ ପରିବର୍ତ୍ତନ ହେବାରୁ ଓଡ଼ିଶାରେ ଶିକ୍ଷାର ଉନ୍ନତି ଘଟିଲା। 1867 ମସିହାରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇ ପରେ ସେଥିରେ ସ୍ନାତକ ଖୋଲାଯାଇଥିଲା ଓ ଏହି ମହାବିଦ୍ୟାଳୟଟି ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ ହେଲା। ଫଳରେ ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚତର ଶିକ୍ଷା ଲାଭ କଲେ, ଯେଉଁମାନେ କି ଓଡ଼ିଆ ଜାତୀୟତାକୁ ଜାଗ୍ରତ କରି ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଆମାନଙ୍କ ଏକତ୍ରୀକରଣ ପାଇଁ ସ୍ୱର ଉତ୍ତୋଳନ କଲେ। ତାପରେ ଖରେ ଆମେ ଯିବା ଓଡ଼ିଶାରେ ସମ୍ବାଦପତ୍ରର କିପରି ବିକଶିତ ହୋଇଥିଲା, କେମିତି ସମ୍ବାଦପତ୍ର ବିକଶିତ ହେଲା। ତାହେଲେ ଓଡ଼ିଶାରେ ଛାପଖାନା ପ୍ରତିଷ୍ଠା ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ନିମନ୍ତେ ସହାୟକ ହୋଇଥିଲା। 1837 ମସିହାରେ ଓଡ଼ିଶାର ପ୍ରଥମ ମୁଦ୍ରଣ ଯନ୍ତ୍ର କଟକ ମିଶନ ପ୍ରେସ୍ ନାମରେ ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶାର ପ୍ରଥମ ମୁଦ୍ରଣ ଯନ୍ତ୍ର ହେଉଛି କଟକ ମିଶନ ପ୍ରେସ୍। ତେଣୁ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା। 1866 ମସିହାରେ କଟକରେ ଗୌରୀଶଙ୍କର ରାୟଙ୍କର ସମ୍ପାଦନାରେ ଉତ୍କଳ ଦୀପିକା, 1868 ମସିହାରେ ବାଲେଶ୍ୱରରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ସମ୍ବାଦ ବାହିକା ଓ ବୋଧ ଦାୟିନୀ, 1899 ମସିହାରେ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ୱାରା ବାମଣ୍ଡାରୁ ସମ୍ବଲପୁର ହୈତେଶ୍ରେଣୀ ଆଦି ସମ୍ବାଦପତ୍ର ପ୍ରକାଶ ପାଇବା ଫଳରେ ଓଡ଼ିଶାରେ ସମ୍ବାଦପତ୍ରର କ'ଣ ହେଲା, ବିକାଶ ଘଟିଲା। ଏଗୁଡ଼ିକ ବ୍ୟତୀତ ଅନ୍ୟାନ୍ୟ ଅନେକ ପତ୍ରିକା ବିଭିନ୍ନ ସ୍ଥାନରେ ପ୍ରକାଶିତ ହୋଇଥିଲା। ଫଳରେ ଓଡ଼ିଶାରେ ସମ୍ବାଦପତ୍ରର ବିକାଶ ହୋଇଥିଲା ଓ ଜନମତ ଜାଗ୍ରତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ତାପରେ ଗରେ ଓଡ଼ିଆ ବଙ୍ଗଳା ଭାଷା ବିବାଦ କିପରି ଓଡ଼ିଶାରେ ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା। ତାହେଲେ ଓଡ଼ିଆ ବଙ୍ଗଳା ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିଥିଲା। ଓଡ଼ିଆ ଭାଷା ଆନ୍ଦୋଳନକୁ ଓଡ଼ିଶାରେ ଜାତୀୟତାବାଦର ଜନନୀ ବୋଲି କୁହାଯାଏ। ଇଂରେଜମାନେ ଓଡ଼ିଶାକୁ ବଙ୍ଗଳାର ଏକ ଅଂଶ ରୂପେ ବିବେଚନା କରି ବଙ୍ଗୀୟମାନଙ୍କୁ ରାଜକର୍ମଚାରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରିଥିଲେ ଓ ଏହି ବଙ୍ଗୀୟମାନେ ଓଡ଼ିଶାରେ ବଙ୍ଗଳା ଭାଷା ପ୍ରଚାରରେ ମଗ୍ନ ରହିଲେ। ତାପରେ କ'ଣ ହେଲା, 1849 ମସିହାରେ କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ। ଫଳରେ ଭାଷା ବିବାଦ ମୁଣ୍ଡ ଟେକିଲା। ପୁନଶ୍ଚ ଓଡ଼ିଶାରେ ଛାପାଖାନାର ଅଭାବ ଏବଂ ଓଡ଼ିଆ ବୁଦ୍ଧିଜୀବୀଙ୍କ ସଂଖ୍ୟା କମ୍ ହେତୁ ଓଡ଼ିଆ ଭାଷାର ପାଠ୍ୟପୁସ୍ତକର ସଂଖ୍ୟା ମଧ୍ୟ ବହୁତ କମ୍ ଥିଲା। ଏହାର ସୁଯୋଗ ନେଇ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଶାରେ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଘରେ ଆମକୁ ଦେଇଛି କୋଶ୍ଚିନ୍ ଦେଇଛି 19 ଶତାବ୍ଦୀରେ ଗଠିତ ହୋଇଥିବା କେଉଁ ଅନୁଷ୍ଠାନ ଗୁଡ଼ିକ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା। ତାହେଲେ ଓଡ଼ିଆ ଜାତୀୟ ଜାଗରଣର ସୃଷ୍ଟି ନିମନ୍ତେ 19 ଶତାବ୍ଦୀରେ ଗଠିତ ଅନେକ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଥିଲା। 1882 ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ଓଡ଼ିଆ ଭାଷା
ଓ ସଂସ୍କୃତିର ଉନ୍ନତି ନିମନ୍ତେ କଟକରେ ଉତ୍କଳ ସଭା ନାମକ ଏକ ଅନୁଷ୍ଠାନ ମଧ୍ୟ ଗଠନ କରିଥିଲେ। ଏହି ଉତ୍କଳ ସଭା ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହା ବ୍ୟତୀତ ବାଲେଶ୍ୱରରେ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା, କଟକରେ ଉତ୍କଳ ଭାଷା ଉଦ୍ଦୀପନୀ ସଭା ଓ ଉତ୍କଳ ଉଲ୍ଲାସିନୀ ସଭା ଆଦି ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣ ସୃଷ୍ଟିରେ ସହାୟକ ହୋଇଥିଲା। ସେହିପରି ବ୍ରହ୍ମପୁର ହେଲା ବର୍ତ୍ତମାନ ଯେଉଁଟା ଗଞ୍ଜାମରେ ଉତ୍କଳ ହିତବାଦିନୀ ସଭା ନାମକ ଅନୁଷ୍ଠାନ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା। ରେ ଧର୍ମ କ୍ଷେତ୍ରରେ ଓଡ଼ିଶାରେ ଦେଖାଯାଇଥିବା ନବଜାଗରଣ କ'ଣ ଏବଂ ଓଡ଼ିଆ ଜାତୀୟତା ବିକାଶ ଦିଗରେ ଏହା କିପରି ସହାୟକ ହୋଇଥିଲା? ପିଲାମାନେ, ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଧର୍ମ କ୍ଷେତ୍ରର ନବଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା। ଖ୍ରୀଷ୍ଟ ଧର୍ମ ଓ ବ୍ରାହ୍ମ ଧର୍ମ ବିରୁଦ୍ଧରେ ଏକ ସଂସ୍କାରଧର୍ମୀ ଧର୍ମର ଆବଶ୍ୟକତା ଅନୁଭୂତ ହୋଇଥିଲା। ଏହି ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥିଲା ଓଡ଼ିଆ ମାଟିରୁ ସମ୍ଭୂତ ସତ୍ୟ ମହିମା ଧର୍ମ। ଏହି ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ୱାମୀ। ଏହି ଧର୍ମ ଓଡ଼ିଶାର ଜନଜୀବନ ଓ ଓଡ଼ିଆ ସାହିତ୍ୟକୁ ବହୁଳ ଭାବରେ ପ୍ରଭାବିତ କରିଥିଲା। ଭୀମ ଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ ହେଲା। ତାଙ୍କ ଦ୍ୱାରା ରଚିତ କବିତା ଗୁଡ଼ିକ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ମଧ୍ୟ ସୃଷ୍ଟି କରିଥିଲା। ମହିମା ଧର୍ମ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଏକ ଅପୂର୍ବ ଏକତା ଆଣିଦେଲା, ଫଳରେ ସେମାନଙ୍କର ଜାତୀୟ ଚେତନାର ବିକାଶ ଘଟିଲା। 2 ନମ୍ବର ପିଲାମାନେ ଆମର 2ରୁ 2 ଧାଡ଼ି ଭିତରେ ଲେଖିବ, 2-3 ଧାଡ଼ି ହେଲା, ସେ 2 ମାର୍କିଆ ପଡ଼ିବ। କରେ ଦେଇଛି, କେବେ ଓଡ଼ିଶା ତା'ର ସ୍ୱାଧୀନତା ହରାଇଥିଲା? ଓଡ଼ିଶା ତା'ର ସ୍ୱାଧୀନତା ହରାଇଥିଲା 1568ରେ। ଏବଂ କେବେ ଇଂରେଜମାନେ ଓଡ଼ିଶା ଅଧିକାର କଲେ? 1803 ମସିହାରେ। ତାପରେ ଖରେ ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ କ'ଣ ସହାୟକ ହୋଇଥିଲା? ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଇଂରେଜ ଶିକ୍ଷାର ପ୍ରସାର, 1854 ମସିହାରେ ଚାର୍ଲସ ଉଙ୍କ ପାଠ୍ୟକ୍ରମ ସଂସ୍କାର ଆଇନ ପ୍ରଣୟନ ଏବଂ 1857 ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶା ଶିକ୍ଷାର ପ୍ରସାରକ ସହାୟକ ହୋଇଥିଲା। ତାପରେ ଗରେ ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ କ'ଣ ଥିଲା? ସଂକଳ୍ପ ଥିଲା ଯେ ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାରେ ନୂତନ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ଓ ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ଉଦ୍ୟମ କରିବା ନିମନ୍ତେ ସଂକଳ୍ପ ନେଇଥିଲେ। ତାପରେ ଘରେ କେବେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା? ଏବେ ପଡ଼ିଥିଲେ 1873 ମସିହାରେ କଟକରେ ହେଲା, କଟକରେ ମିଶନ ପ୍ରେସ୍। ଏହାର ନାମ ଥିଲା ମିଶନ ପ୍ରେସ୍। ନାମ କ'ଣ? ମିଶନ ପ୍ରେସ୍। ସରି ପିଲାମାନେ 1837 ମସିହାରେ ହେଲା। ରେ ଉତ୍କଳ ଦୀପିକାର ସମ୍ପାଦକଙ୍କର ନାମ କ'ଣ ଥିଲା ଏବଂ ଏହା କେଉଁଠାରୁ ପ୍ରକାଶ ପାଉଥିଲା? ନାମ ଥିଲା ଗୌରୀଶଙ୍କର ରାୟ। ଏହା କଟକରୁ ମଧ୍ୟ ପ୍ରକାଶ ପାଉଥିଲା। ରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ସମ୍ବାଦପତ୍ର ଗୁଡ଼ିକର ନାମ କ'ଣ ଥିଲା? ହେଲା, ସେ 2ଟି ସମ୍ବାଦପତ୍ର ପ୍ରକାଶିତ କରିଥିଲେ। ଗୋଟେ ହେଲା ସମ୍ବାଦ ବାହିକା, ଆଉ ଗୋଟେ ହେଲା ବୋଧଦାୟିନୀ। ତାପରେ ରେ ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିବାର କାରଣ କ'ଣ ଥିଲା? ପ୍ରଥମତଃ ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଛାପଖାନାର ଅଭାବ ଥିଲା। ଦ୍ୱିତୀୟତଃ ଓଡ଼ିଶାରେ ବୁଦ୍ଧିଜୀବୀଙ୍କ ସଂଖ୍ୟା ମଧ୍ୟ କମ୍ ଥିବାରୁ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା। ରେ ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ କେଉଁ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା? ହେଲା, ସେଲା ଉତ୍କଳ ସଭା ନାମକ ଏକ ପ୍ରମୁଖ ପ୍ରତିଷ୍ଠିତ ହୋଇଥିଲା। ଏହା ବ୍ୟତୀତ କଟକରେ ଉତ୍କଳ ଭାଷା ଉଦ୍ଦୀପନୀ ସଭା ଓ ଉତ୍କଳ ଉଲ୍ଲାସିନୀ ସଭା ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା। ରେ କିଏ ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ଏବଂ କିଏ ଏହାର ମୁଖ୍ୟ ପ୍ରଚାରକ ଥିଲେ? ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ୱାମୀ ଆଉ ପ୍ରଚାରକ ଥିଲେ ଭୀମ ଭୋଇ। ତାପରେ ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କେବେ ଏବଂ କେଉଁଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା? 1882 ମସିହା ଜୁନ 30 ତାରିଖରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏକ ବିରାଟ ଲର୍ଡ ରିପନ ହେଲା ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା କଟକଠାରେ ଅନୁଷ୍ଠିତ ହୋଇଥିଲା।
ତାପରେ 3 ନମ୍ବର ଆମର ସର୍ଟ କ୍ୱେଶ୍ଚିନ୍ ଆସିଯିବ କରେ ଦେଇଛି କଲିକତା ବିଶ୍ୱବିଦ୍ୟାଳୟ କେବେ ସେ ହେଲା 1857 ମସିହାରେ। ଖରେ ରେଭେନ୍ସା କଲେଜ କେବେ ଜନ୍ମଗ୍ରହଣ କରିଥିଲା 1876ରେ। ଗରେ 1876ରେ କେଉଁ ଶିକ୍ଷାନୁଷ୍ଠାନକୁ ଉନ୍ନତି କରାଯାଇ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ କରାଗଲା ସେ ହେଲା କଟକ ଜିଲ୍ଲା ସ୍କୁଲକୁ। ତାପରେ ଘରେ କିଏ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ମଧୁସୂଦନ ଦାସ। ତାପରେ ଉଁରେ ସମ୍ବଲପୁର ହୈତ ଶ୍ରେଣୀର ପ୍ରକାଶକ କିଏ ଥିଲେ ନୀଳମଣି ବିଦ୍ୟାରତ୍ନ। ଚରେ ମରହଟ୍ଟା ମାନେ କେଉଁ ଭାଷାକୁ ଓଡ଼ିଶାର ରାଜ୍ୟଭାଷା ରୂପେ ମାନ୍ୟତା ଦେଇଥିଲେ ହେଲା ସେ ହେଲା ପାର୍ସୀ ଭାଷାକୁ। ତାପରେ ଛରେ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା କେଉଁଠାରେ ଅବସ୍ଥିତ ହୋଇଥିଲା ସେ ହେଲା ବାଲେଶ୍ୱରରେ। ତାପରେ ଜରେ ଭୀମ ଭୋଇ କେଉଁ ଧର୍ମକୁ ଭିତ୍ତି କରି ତାଙ୍କର କବିତା ଗୁଡ଼ିକ ରଚନା କରିଥିଲେ ସେ ହେଲା ମହିମା ଧର୍ମକୁ। ତାପରେ ଝରେ ଟି ରେଭେନ୍ସା କେଉଁଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ସେ ହେଲା ଆଳି ଓ ବାଙ୍କିଠାରେ। ତାପରେ ନ୍ୟରେ ଲର୍ଡ଼ ରିପନ କେବେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ 1882 ମସିହାରେ। 4 ନମ୍ବର ଆମର MCQ କରେ କଟକର ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ କେବେ ପ୍ରତିଷ୍ଠା 1823 ମସିହାରେ। ତାପରେ ଖରେ କିଏ ବୋଧଦାୟିନୀର ସମ୍ପାଦକ ଥିଲେ ସେ ହେଲେ ଫକୀରମୋହନ ସେନାପତି। ଗରେ ମୁଖ୍ୟତଃ କେଉଁ ଅଞ୍ଚଳ ଗୁଡ଼ିକୁ ନେଇ ଓଡ଼ିଶା ଇଂରେଜମାନଙ୍କ ଦ୍ୱାରା ଶାସିତ ହେଉଥିଲା ସେ ହେଲା ପୁରୀ କଟକ ଆଉ ବାଲେଶ୍ୱରଙ୍କୁ ନେଇ। ତାପରେ ଘରେ କେବେ କଟକ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ଦେଇଥିଲେ ସେ ହେଲେ 1879 ମସିହାରେ। ବୁଝିହେଲା। ଏ ସବୁ ତ କ୍ୱେଶ୍ଚିନ୍ ଆନ୍ସର ସରିଗଲା ପିଲାମାନେ। ଭିଡ଼ିଓ ଭଲ ଲାଗିଥିଲେ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।